ଶ୍ରୀକ୍ଷେତ୍ର ଦୁଇଟି ଷଣ୍ଢ ଶ୍ରୀକ୍ଷେତ୍ର ଦୁଇଟି ଷଣ୍ଢ ଲଗା ପଘା ନାହିଁ ଭାରି ଦୁର୍ଦ୍ଦଣ୍ଡ ଶ୍ରୀକ୍ଷେତ୍ର ଦୁଇଟି ଷଣ୍ଢ ଷଣ୍ଢ ଦୁଇ ଦେଉଳେ ଛନ୍ତି ଅର୍ଣ୍ଣ ଡାଲି ନୀତି ଖାଆନ୍ତି 60 ପଉଟି 56 ଭୋଗକୁ ଚଳୁ କରିଦିଅନ୍ତି ଲଗାଇ ତୁଣ୍ଡ ଶ୍ରୀକ୍ଷେତ୍ରେ ଦୁଇଟି ଷଣ୍ଢ ଷଣ୍ଢ ଦୁଇ ବଡ଼ ସୁଧାର ସୁଖେଛନ୍ତି ଘରେ ତାଙ୍କର ବରଷକେ ଥରେ ବୁଲି ବାହାରନ୍ତି ଦୁଲୁ ଦୁଲୁ କରି ଦିଅନ୍ତି ଦାଣ୍ଡ ଶ୍ରୀକ୍ଷେତ୍ରେ ଦୁଇଟି ଷଣ୍ଢ ଷଣ୍ଢ ଦୁଇ ବଡ଼ ଡଉଲ ତାଙ୍କ ସହ କେଶମ ତୁଲ ଜଣେ ତ କାଳିଆ ଜଣେ ତ ଧୋବଲା ଦେଖିବାକୁ ତାଙ୍କୁ ଭକତ ରୁଣ୍ଡ ଶ୍ରୀକ୍ଷେତ୍ରେ ଦୁଇଟି ଷଣ୍ଢ ଧଳା ଷଣ୍ଢ ବଡ଼ ମାରଣା ଶିରେ ଅଛି ସହସ୍ର ଫଣା କାଳିଆ ଷଣ୍ଢଟା ଅତି ଅମାନିଆ ନିମିଷକେ କମ୍ ପାଇବ ବ୍ରହ୍ମାଣ୍ଡ ଶ୍ରୀକ୍ଷେତ୍ରେ ଦୁଇଟି ଷଣ୍ଢ ଷଣ୍ଢ ଦୁଇ ବାନ୍ଧିବୁ ପାରି ଭକ୍ତିରଜୁ ହାତରେ ଧରି ଶରଣ ପଶିବୁ ଶ୍ରୀମନ୍ଦିରେ ଯାଇ ପାଦ ତଳେ ତାଙ୍କ ଲଗାଇ ମୁଣ୍ଡ ଶ୍ରୀକ୍ଷେତ୍ରରେ ଦୁଇଟି ଷଣ୍ଢ। ଆପଣ ଏମିତି ଡିଫରେଣ୍ଟ କେମିତି? ଡିଫରେଣ୍ଟ ଆଜ୍ଞା କିଛି ନାହିଁ ଲୋକ କୁହନ୍ତି କମେଣ୍ଟ ଦିଅନ୍ତି କି ଆପଣଙ୍କ କହିବା ଷ୍ଟାଇଲ ହେଉଛି ଅଲଗା ଶୈଳୀ ଅଲଗା ଭାଷା ଅଲଗା ଆଜ୍ଞା ବିଶ୍ୱାସ କରିବେ ମୁଁ କିଛି ଶୈଳୀ ପ୍ରୟୋଗ କରେ ହିଁ ନାହିଁ। ଆଚ୍ଛା ମହାପ୍ରଭୁ ଯେମିତି ପ୍ରେରଣା ଦିଅନ୍ତି ମାନେ ତାଙ୍କର ଯାହା ଇଚ୍ଛା ବୋଧହୁଏ ସେଇଭଳିଆ ମୁହଁରୁ ବାହାରିଯାଏ ତେଣୁ ଲୋକମାନଙ୍କୁ ଭଲ ଲାଗେ ତେଣୁ ଏଥିରେ ମୋର କିଛି କ୍ରେଡିଟ୍ ନାହିଁ। କେମିତି ଆପଣ ଆପଣଙ୍କର ହୃଦୟର ଭାବକୁ ତାଙ୍କ ସହିତ ଯୋଡ଼ିଲେ ନା କିଛି ପୂର୍ବଜନ୍ମର ସୁକୃତର ଫଳ ଥିଲା ବାପା ମାଆଙ୍କର ସୁକୃତର ଫଳ ଥିଲା ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏତେ ଆପଣାର କରିଦେଲେ? ଗୋଟେ ଅନୁଭୂତି ଅଛି ଜୀବନରେ ଏଇଭଳିଆ ପ୍ରଥମରୁ ଆପଣଙ୍କୁ ଯେଉଁ କବିତାଟି ଶୁଣେଇଲି ମୁଁ ଶ୍ରୀକ୍ଷେତ୍ର ଷଣ୍ଢ ତ ତାହା ମହାପ୍ରଭୁଙ୍କ ପ୍ରେରଣାରୁ ନିଜ ଦ୍ୱାରା ରଚିତ ହେଇଛି। ଆଚ୍ଛା ୟାକୁ ଲେଖିବି ବୋଲି ହୁଏତ ବର୍ଷେ ତଳୁ ମୋ ମନ ଭିତରେ ଗୋଟେ ଭାବ ଚାଲିଥାଏ କିନ୍ତୁ ପଦ୍ମ ବିଫୋର 1 year ଘରର ପଛରେ ଠିଆ କହିଲି ମହାପ୍ରଭୁ ଗୋଟେ ଭାବ ତ ଦେଉଛ ତାକୁ ପୂରଣ କ'ଣ ପାଇଁ କରୁନ କହିକି ଆସିଲି ଘରକୁ ଗଲି ଭୁବନେଶ୍ୱରରେ ତା ସେଦିନ ରହିଲି ତା ପରଦିନ ଘରକୁ ଗଲି ଘରେ ଶୋଇଛି ଆପଣଙ୍କୁ ମିଛ ମତେ ସତ ରାତି ପାଖାପାଖି 12:45 ଗୋଟେ ହବ ଆଖି ଲାଗିଯାଇଛି। ଆଚ୍ଛା ଗୋଟେ ଚଟକଣି ମାଇଲା ଭଳିଆ ମାରିକି ଉଠୁନୁ ଲେଖିବୁ ମୁଁ ଗୋଟେ ଉଠିକି ବସି ଆଜ୍ଞା 10 ମିନିଟ୍ରେ ଲେଖା ହେଇଛି ପୁରା କବିତା 10 ମିନିଟ୍।